ହରିପୁର ନାମରେ ଏକ ଗାଁ ରହିଛି। ସେହି ଗାଁରେ ପାଖାପାଖି 2000ରୁ 3000 ଲୋକ ବସବାସ କରନ୍ତି। ସେହି ଗାଁର ଶେଷ ମୁଣ୍ଡରେ ଏକ ମଶାଣି ଅଛି। ଗାଁର କୌଣସି ଲୋକଙ୍କର ମୃତ୍ୟୁ ହେଲେ ଗାଁ ଲୋକ ତାକୁ ସେହି ମଶାଣିରେ ପୋଡ଼ନ୍ତି। ଏହାଛଡ଼ା ଗାଁର ଲୋକେମାନେ ଏହା ବି କହନ୍ତି ଯେ ଗାଁ ମଶାଣିରେ ଲୋକଙ୍କର ଆତ୍ମା ସେଠାରେ ଦେଖାଯାଏ। ସେଥିପାଇଁ ସେଠାରେ ରାତିରେ ସେବାଟେ ଯିବା ଆସିବା କେହି କରନ୍ତି ନାହିଁ। ଦିନରେ ବି ଲୋକ ସେହି ବାଟ ଦେଇ ଯିବାକୁ ଭୟ କରନ୍ତି। ମୁଁ ସେତେବେଳେ 10ମ ଶ୍ରେଣୀରେ ପଢ଼ୁଥିଲି। ମୁଁ ସିନା ସ୍କୁଲ ଗଲା ବେଳେ ଅନ୍ୟ ରାସ୍ତା ଦେଇ ଚାଲିଯାଏ, ଯେତେବେଳେ ମୁଁ ଟ୍ୟୁସନ ଯାଏ ମୁଁ ସେହି ଗାଁ ମଶାଣି ଦେଇ ଯିବାକୁ ପଡ଼ୁଥିଲା। କାହିଁକି ନା ଆମ ଟ୍ୟୁସନକୁ ସେହି ଗୋଟିଏ ବାଟ ଥିଲା ଆମ ଯିବା ଆସିବା କରିବାକୁ। ଏମିତି ଗୋଟିଏ ଦିନ ମୁଁ ଟ୍ୟୁସନରୁ ଫେରିଲା ବେଳକୁ ଟିକେ ବିଳମ୍ବ ହୋଇଗଲାଣି। କାହିଁକି ନା ସେଦିନ ମୋର ଟ୍ୟୁସନର ଝାଡ଼ୁ ମାରିବା ପାଳି ଥିଲା। ଆଉ ମୁଁ ଝାଡ଼ୁ ମାରି ଟ୍ୟୁସନରୁ ଫେରିଲା ବେଳକୁ ରାତି ପ୍ରାୟ 9ଟା ବାଜିଲାଣି। ମୁଁ ହାତରେ ଲଣ୍ଠନକୁ ଧରି ଚାଲି ଚାଲି ଆସୁଥାଏ। ଗାଁ ରାସ୍ତା ହୋଇଥିବାରୁ ଟିକିଏ ରାତ୍ରି ହେଲେ ଅନ୍ଧାର ଦେଖାଯାଏ। ଚାରିଆଡ଼ ଫୁଲ ଅନ୍ଧାର ଦେଖାଯାଉଥିଲା। ଛୋଟବେଳେ ଆଈ ମା କହୁଥିବା ସବୁ ଭୂତ କାହାଣୀ ମନେ ପଡ଼ୁଥିଲା। ଆଉ ମୋତେ ଟିକେ ଟିକେ ମଧ୍ୟ ଡର ବି ଲାଗୁଥାଏ। ଏମିତି କିଛି ବାଟ ଚାଲି ଚାଲି ଆସିବା ପରେ ଆମ ଗାଁ ରାସ୍ତା ମଶାଣି ପଡ଼ିଲା। ମୁଁ ସେତେବେଳେ ମନରୁ ଡର ଦୂର କରିବା ପାଇଁ ଗୀତ ଗୁଣୁଗୁଣୁ ହୋଇ ଗାଇ ଚାଲିଥାଏ, କିନ୍ତୁ ମନରେ ଡର ବି ଥାଏ। ମୋର ମୁହଁ ଠିକ୍ ସେହି ମଶାଣି ଆଡ଼କୁ ଥିଲା। ଦୂରରୁ ଠିକ୍ ସେ ମଶାଣି ଦେଖାଯାଉନଥିଲା। ସେ ମଶାଣିର ଅନ୍ଧକାର ଭିତରେ କେହି ଜଣେ ଏପଟ ସେପଟ ବୁଲୁଥିବାର ମୋତେ ଦେଖାଗଲା। ମୁଁ ମନେ ମନେ ଭାବିଲି, କେହି ବୋଧେ ଶବ ନେଇ ଆସିଥିବ। ମୁଁ ଭାବିଲି ମୁଁ ଯାଇ ଦେଖିବି କାହାର ଶବ ଆସିଛି। ତେଣୁ ମୁଁ ଚାଲି ଚାଲି ସେ ମଶାଣି ଆଡ଼କୁ ଯିବାକୁ ଲାଗିଲି। ମଶାଣି ପାଖରେ ଏକ ବିରାଟ ବଡ଼ ଗଛଟିଏ ଥାଏ। ରାତିରେ ସେହି ବର ଗଛରେ ପେଚାମାନେ ଖୁବ୍ ବୋବାଉଥାନ୍ତି। ମୁଁ ସାହସ କରି ସେହି ମଶାଣିକୁ ଯାଇ ଦେଖିଲି ଜଣେ ବୃଦ୍ଧ ସ୍ତ୍ରୀଲୋକଟି ସେହି ମଶାଣିରେ ଏପଟ ସେପଟ ହୋଇଥିବି ବୁଲୁଛି। ସେହି ସ୍ତ୍ରୀଲୋକଟି ପାଖାପାଖି 65 ବର୍ଷର ହେବ। ମୁଁ ତାକୁ ଯାଇ ପଚାରିଲି, ତମେ ଏତେ ରାତିରେ ଏହି ଶୂନଶାନ ମଶାଣିରେ କାହିଁକି ବୁଲୁଛ? ମୋ କଥାର ସେ ବୁଢ଼ୀ କୌଣସି ଉତ୍ତର ଦେଲା ନାହିଁ। ସେ ଥଣ୍ଡାରେ ସେଠାରେ ଏପଟ ସେପଟ ହେଉଥିବ ବୋଲି ମୁଁ ଭାବିଲି। ମୁଁ ଯେତେବେଳେ ପୁଣି ପଚାରିଲି, ତମେ ଏତେ ରାତିରେ ଏଠାରେ କ'ଣ କରୁଛ? ସେ ବୁଢ଼ୀ ଲୋକଟି ଧୀରେ ଧୀରେ ତା'ର ମୁହଁକୁ ଉପରକୁ କରି ମୋ ଆଡ଼କୁ ଚାହିଁଲା। ଆଉ ମୁଁ ତା'ର ମୁହଁ ଦେଖି ପୂରା ଭୟରେ କାଠ ହୋଇଗଲି। ମୋତେ ଯେପରି ଲାଗିଲା କି ଆଉ ମୁଁ ଏ ଦୁନିଆରେ ନାହିଁ। ସେ ବୁଢ଼ୀ ଲୋକର ଆଖି ଗୁଡ଼ାକ ପୂରା କଳା ପଡ଼ିଯାଇଥିଲା। ଆଉ ତା'ର ଦାନ୍ତଗୁଡ଼ାକ ସବୁ ବାହାରକୁ ବାହାରି ଆସିଥିଲା। ଆଉ ମୁଁ ତା'ର ହାତର ଚର୍ମ ବି ଗୁଡ଼ାକ ତଳକୁ ସବୁ ଓହଳି ଯାଇଥିଲା। ସେ ବୁଢ଼ୀ ଲୋକଟିର ଏମିତି ଚେହେରା ଦେଖି ମୁଁ ସେଠାରୁ ଲଣ୍ଠନ ଫୋପାଡ଼ି ଗାଁ ଆଡ଼କୁ ଦୌଡ଼ିବାକୁ ଲାଗିଲି। ଆଉ ତାପରେ ମୁଁ ଯାଇ ଘରେ ପହଞ୍ଚିଲି। ଆଉ ସେତେବେଳକୁ ସମୟ ପ୍ରାୟ 10ଟା ବାଜିଗଲାଣି। ସେଦିନ ରାତିରେ ମୋତେ ଆଉ ଟିକେ ନିଦ ବି ହେଲାନି। ରାତିସାରା ଖାଲି ମୁଁ ସେ ବୁଢ଼ୀ ଲୋକଟିର କଥା ଭାବୁଥିଲି। ଚାହୁଁ ଚାହୁଁ ସକାଳ ହୋଇଗଲା। ସକାଳୁ ମୁଁ ଯେତେବେଳେ ବିଲ ଆଡ଼କୁ ଯାଉଥିଲି, ଗାଁର ଲୋକମାନଙ୍କର କଥା ମୋ କାନରେ ପଡ଼ିଲା ଯେ ଆଖପାଖରେ ଜଣେ ବୁଢ଼ୀ ଶୀତ ସହି ନ ପାରି କାଲି ସନ୍ଧ୍ୟାରେ ତା'ର ମୃତ୍ୟୁ ହୋଇଛି। ଆଉ ତାକୁ ନେଇ ସେହି ଗାଁ ମଶାଣିରେ ପୋଡ଼ିଛନ୍ତି। ସେ ସ୍ତ୍ରୀ ଲୋକଟି ଦେଖିବାକୁ କେମିତିକା ମୁଁ ପଚାରିଲି। ଜଣେ ଲୋକ ତା'ର ଫୋନ୍ରୁ ମୋବାଇଲ ସେ କାଢ଼ି ସେ ବୁଢ଼ୀ ଲୋକଟାର ଫଟୋ ଦେଖାଇଲା। ସେ ଫଟୋର ଦେଖି ମୁଁ ପୂରା ଆଶ୍ଚର୍ଯ୍ୟ ହୋଇଗଲି। କାହିଁକି ନା ସେ ବୁଢ଼ୀ ଆଉ କେହି ନଥିଲା। ମୁଁ କାଲି ରାତିରେ ଯାହାକୁ ଦେଖିଥିଲି ସେହି ବୁଢ଼ୀ ଥିଲା। ତାପରେ ମୁଁ କାହାକୁ କିଛି ନ କହି ମୁଁ ସେଠାରୁ ଚାଲିଗଲି। ଏ ଥିଲା ଆମ ଗାଁ ମଶାଣିର କିଛି କାହାଣୀ। ଆପଣମାନଙ୍କୁ ଏ କାହାଣୀଟି କିପରି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ। ରହୁଛି, ନମସ୍କାର।